ଆମେ ଆଜି ପଢିବା କଣ ନା ନାଉନ୍। ନାଉନ୍ ମୁଁ କହିଥିଲି କଣ ନା ଟେନ୍ସ ର ପାର୍ଟ 2 ଭିଡିଓରେ ମୁଁ କହିଥିଲି ଯେ ଆପଣ ମାନଙ୍କୁ ନାଉନ୍ ପଢେଇବି ବୋଲି। ପ୍ରକୃତତ ନାଉନ୍ ହେଲା କଣ ନା ଯେକୌଣସି ଆମର ଯେତେ ପ୍ରକାର ପରୀକ୍ଷା ହେଇଗଲା ବହୁତ ଇମ୍ପୋର୍ଟାଣ୍ଟ ନାଉନ୍ ଟା ଆମେ ଜାଣିବା ବହୁତ ଜରୁରୀ। ନାଉନ୍ ଟା କଣ ନାଉନ୍ ଆଜି କିଛିଟା ମୁଁ ବେସିକ୍ କହିବି। ନାଉନ୍ ହେଲା କଣ ନା ଗୋଟେ ବିଶେଷ୍ୟ। ଓଡିଆରେ କଣ ନା ବିଶେଷ୍ୟ। ନାମବାଚକ ଶବ୍ଦ ହେଇଗଲା ଯେକୌଣସି ବାଚକ ଶବ୍ଦ ହେଇଗଲା ଗୋଟେ କହନ୍ତି ତା କଣ ନା ନାଉନ୍। ପ୍ଲିଜ ସାଙ୍ଗମାନେ ମତେ ସବସ୍କ୍ରାଇବ କରନ୍ତୁ କାରଣ ଆପଣ ଗୋଟେ ସବସ୍କ୍ରାଇବ ହିଁ ମତେ ଭିଡିଓ କରିବାକୁ ଆଶା ଦେଇଥାଏ। ତାହେଲେ ଆମେ ଆଜି ପଢିବା କଣ ନା ନାଉନ୍। ନାଉନ୍ ର ବେସିକ୍ ଆଜି ପଢିବା। ବେସିକ୍ ପଢିବା ଆଉ ଆଡଭାନ୍ସ ଟା ଯୋଉ ପଢିବା ଆମର ଯୋଉ ଏସଏସସି ସିଜିଏଲ ପଢିବା ପାଇଁ ଯୋଉଟା ଦରକାର ନାଉନ୍ ଟା ସେଇଟା ପଢିବା ଆର ପାର୍ଟ 2 ଭିଡିଓରେ। ତାହେଲେ ଆଜି ପାର୍ଟ 1 ଭିଡିଓରେ ଆମେ କଣ ପଢିବା ନା ନାଉନ୍ ର କିଛିଟା କଣ ପଢିବା ନା ବେସିକ୍ କିଛିଟା ପଢିବା। ବେସିକ୍ ରେ ଆମେ କଣ ପଢିବା ନା ନାଉନ୍ ର ଡେଫିନେସନ କଣ ଜାଣିବା। ନାଉନ୍ କେତେ ପ୍ରକାର କଣ ଜାଣିବା। ନାଉନ୍ କୋଉ କୋଉ ଜାଗାରେ ବ୍ୟବହାର ହୁଏ ଜାଣିବା। ନାଉନ୍ ମାନେ କଣ ଜାଣିବା ଏସବୁ ବିଷୟ ଜାଣିବା। ତାହେଲେ ଏ ଭିଡିଓଟା ଦେଖନ୍ତୁ ନିଶ୍ଚିତ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ କାରଣ ଏ ଭିଡିଓଟା ବହୁତ ଦରକାର। ତାହେଲେ ନାଉନ୍ ର ଆମର କଣ ହେଇଗଲା ନା ନାଉନ୍ ର ଡେଫିନେସନ ଆମେ ମୁଁ ଛୋଟଟା ହେଇଥିଲି ପୁରା ମୁଁ ପଢୁଥିଲି ଧର ପ୍ରଥମ କି ଦ୍ୱିତୀୟରେ ପଢୁଥିଲି ଆମର ସେତେବେଳେ ନାଉନ୍ ମାନେ କଣ କହିଲା ନା ନାଉନ୍ ହଉଛି ନେମିଂ ୱାର୍ଡ। ଏଇଟା କିଛି ଭୁଲ ନୁହଁ ନା କଣ ନା ନାଉନ୍ ଇଜ ନେମିଂ ପୁରା ସର୍ଟ ଡେଫିନେସନ। ନାଉନ୍ ଇଜ ନେମିଂ ୱାର୍ଡ। ନାଉନ୍ ଗୋଟେ ନାମବାଚକ ଶବ୍ଦ। ନେମିଂ ୱାର୍ଡ। ନାଉନ୍ ଇଜ ନେମିଂ ୱାର୍ଡ। ନାଉନ୍ ହେଲା କଣ ଆମର ଗୋଟେ ନାମବାଚକ ବିଶେଷ୍ୟ। ତାହେଲେ ଆମର କଣ ହେଲା ନାଉନ୍ ର ଅର୍ଥ କଣ ହେଲା ନା ଦୁଇରେ କଣ ଆଉ ଗୋଟେ ଡେଫିନେସନ ଆମର କଣ ରହିଲା ନା ନାଉନ୍ ଇଜ ଦ୍ୟାଟ। ନାଉନ୍ ହେଲା ଏହା କି ଯୋଉଟା ଆମର କଣ ନା ଯେତେ ପ୍ରକାର ନାମ ରହିଗଲା ଜାତି ରହିଗଲା କିଛି ଗୋଟେ ଜିନିଷ ରହିଗଲା ବସ୍ତୁ ରହିଗଲା ତାର ନାମ କଣ କୁହାଯାଏ ନା ନାଉନ୍। ଦେଖିଦେବା ନାଉନ୍ ଇଜ ଦ୍ୟାଟ ଥିଙ୍ଗ ଇଜ situated as some particular names ହେଇଗଲା ଆମର particular names ହେଇଗଲା। ଆଉ କଣ ହେଇଗଲା ନା ହେଇଗଲା ପ୍ଲେସ୍ ହେଇଗଲା। ଗୋଟେ ଧର ଇମାଜିନାରୀ କିଛିଟା ହେଇଗଲା। ଇମାଜିନାରୀ ଯୋଉଟା ଆମେ ଟଚ୍ କରିନେ ଇମାଜିନାରୀ କିଛିଟା ୱାର୍ଡ ହେଇଗଲା। ନାଉନ୍ ର ଅର୍ଥ ତ ଆମେ ଜାଣିନେ କେତେ ନାଉନ୍ ଆମର କେତେ ପ୍ରକାର କଣ କଣ ନାଉନ୍ ଟା କେତେ ପ୍ରକାର ଆମର କଣ କଣ ନା ନାଉନ୍ ଆମର ହଉଛି ମୁଁ ଏଠି କୋଶ୍ଚିନ୍ ମାର୍କ ଦେଲି କୋଶ୍ଚିନ୍ ଗୋଟେ ଲେଖିଛି ନା ଟାଇପ୍ସ ଅଫ୍ ନାଉନ୍। ନାଉନ୍ ଟାଇପ ଗୁଡିକ କଣ? ନାଉନ୍ ଟାଇପ ଗୁଡିକ କଣ? ତାହେଲେ ନାଉନ୍ ଟାଇପ ଗୁଡିକ କଣ? ଏଠି ଗୋଟେ କୋଶ୍ଚିନ୍ ଆମ ଦ୍ୱାରା ନା ନାଉନ୍ ପ୍ରଥମ ଲେଖିବା କଣ ନାଉନ୍ ଇଜ ସିକ୍ସ ଟାଇପ୍ସ। ନାଉନ୍ ଆମର କେତେ ପ୍ରକାର ନା 6 ପ୍ରକାରର ନାଉନ୍ ଆମର ଅଛି। ତାହେଲେ 6 ପ୍ରକାର ନାଉନ୍ ଆମର କଣ କଣ ଅଛି ନା ପ୍ରଥମତଃ ନାଉନ୍ କହିଲେ କଣ ବୁଝିବା ପ୍ରଥମତଃ ନାଉନ୍ କହିଲେ ଆମେ କଣ ବୁଝିବା ନା ପ୍ରଥମ ନାଉନ୍ ହେଲା କଣ ପ୍ରପର ନାଉନ୍। 6 ଟା ମୁଁ କହିଦେଇଛି କେତେ ପ୍ରକାର ନା 6 ଟାଇପ୍ସ। ଫାର୍ଷ୍ଟ ବା 1 ନମ୍ବର ଆମର କଣ ହେଇଗଲା ନା ପ୍ରପର ନାଉନ୍। ପ୍ରପର ନାଉନ୍ ଆମକୁ କଣ କହିଲା ନା କିଛିଟା ଜିନିଷର ପ୍ରପର କିଛି ନାଁ ଥାଏ। ଆଉ ଗୋଟେ ଜିନିଷ ଧର ଇମାଜିନାରୀ ଜିନିଷ ସେମିତି କିଛି ଥାଏ। ତାହେଲେ ପ୍ରପର ନାଁ କଣ ନା ଯେମିତି ଗୋଟେ ଲୋକର ନାଁ ହେଇଗଲା ନା ରାମ ଶ୍ୟାମ ହରି ଗୀତା ଗୋଟେ କୁକୁର ନାଁ ହେଇଗଲା ନା ଜିମି ପେଟି ଯାହା ହେଇଗଲା ନା ଗୋଟେ ଜେଗାର ନାଁ ହେଇଗଲା ସ୍ଥାନର ନାଁ ହେଇଗଲା ସେଟା କଣ ନା ପ୍ରପୋଜ ସେଇ ଜାଗାଟା ନା ପ୍ରପୋଜ ଜାଗା। ତାହେଲେ କଣ କହିଲା ଦ ନାଉନ୍ ଇଜ ଡିଫାଇନ୍ଡ ଆଜ some proper names some proper particular names such as
ଧର ମୋ ନାଁ ହେଇଗଲା କଣ ନା ଜଗା ହେଇଗଲା, ଆଉ ଜଣ ନା କଣ ହେଇଗଲା ନା ରାମ ହେଇଗଲା, ଆଉ ଗୋଟେ ଜାଗା ନା ହେଇଗଲା କିମ୍ବା କୁକୁର ନା ହେଇଗଲା ନା ଗୋଲ୍ଡି ହେଇଗଲା, ଗୋଲ୍ଡି ହେଇଗଲା, ସେମିତି ହେଇଗଲା। ପ୍ରପର ନାଉନ୍ ବୋଲି ଆମେ କଣ କରିବା ନା କମନ ନାଉନ୍। କମନ ନାଉନ୍ କଣ ନା ଜାତିବାଚକ। କମନ ନା ସେକେଣ୍ଡ ଆମେ ପଢିବା କଣ ନା କମନ ନାଉନ୍। କଣ ପଢିବା ନା କମନ ନାଉନ୍। କମନ ନାଉନ୍ ଆମକୁ କଣ କହିଲା ନା ସ୍ପେସିଫିକ ନେମ୍ ବା ଜେନେରାଲ ନେମ୍ ଅଫ ଏ ପ୍ଲେସ ହେଇଯାଉ, କିଛିଟା ଲୋକଙ୍କର ସଂଗ ହେଇଗଲା, କିଛିଟା ହେଇଗଲା ମାନେ ସ୍ପେସିଫିକ ଗୋଟେ ଜାଗା ନା ଧର ଗୋଟେ ଜାଗା ନାଁ ଆମର କଣ ନା ଆମ ଗାଁରେ ହଉଛି ଘଡିମୂଳ କିଛିଟା ଗାଁ କୁ ନେଇଗଲା ହେଲା, କିଛିଟା ଗାଁକୁ ନେଇଗଲା ଲେଖିଦେଲା କଣ ନା ଏଇଟା ଗୋଟେ ସିଟି। ସିଟି ଟା କଣ ହେଇଗଲା ଆମର ନା କଣ ନା କମନ ନାଉନ୍ ହେଇଗଲା। ତାହେଲେ ମୁଁ ଗୋଟେ ସେଣ୍ଟେନ୍ସ ଆଗ ଲେଖିଦଉଛି, ଆଗ ଏକ୍ସାମ୍ପଲ ଟା ନେଇଯାଉଛି, ଏକ୍ସାମ୍ପଲ ନେଇଯାଉଛି ନା ଭୁବନେଶ୍ୱର ହେଇଛି ଭୁବନେଶ୍ୱର ସିମ୍ପଲ ସେଣ୍ଟେନ୍ସ ପୁରା ଭୁବନେଶ୍ୱର ଇଜ ଏ ସିଟି। ସିଟି ଟା ଆମର ଏଠି କଣ ହେଇଗଲା ନା କମନ ନାଉନ୍। କମନ ନାଉନ୍ ତାହେଲେ କଣ କହିଲା ନା ଇଟ ଇଜ ଡିଫାଇନ୍ଡ ଆଜ, ଇଟ ଇଜ ଡିଫାଇନ୍ଡ as some specific name or character। ତାହେଲେ କମନ ନାଉନ୍ ଆମକୁ କଣ କହିଲା ନା ଇଟ ଇଜ ଡିଫାଇନ୍ଡ ସମ ସ୍ପେସିଫିକ ପ୍ଲେସ ବା କ୍ୟାରେକ୍ଟର। ତାହେଲେ ଏଇଟା ଆମକୁ କହିଲା ହଉଛି କଣ ନା କମନ ନାଉନ୍। କମନ ନାଉନ୍ ପରେ ଆମେ କଣ ପଢିବା ତିନିରେ ଆମେ କଣ ପଢିବା ତିନି ପଢିବା ଆମେ abstract noun। abstract noun ଆମକୁ କଣ କହିଲା ନା abstract noun ଆମକୁ ଏଇଆ କହିଲା ଯେ abstract noun ଇଏ କିଛିଟା ପ୍ଲେସ ନୁହଁ କି କିଛିଟା ବସ୍ତୁ ନୁହଁ କି କିଛି ଗୋଟେ ମାନେ ଆନିମଲ ନୁହଁ କି ପ୍ରାଣୀ ନୁହଁ କି କିଛି ନୁହଁ। ଇଏ ତାହେଲେ କଣ ଗୋଟେ ଲୋକର ଭାବନା ହେଇଗଲା। ଗୋଟେ ଜିନିଷ ଏମିତି ହେଇଗଲା ଯୋଉଟା ଆମେ ଖାଲି ଫିଲ୍ କରିପାରୁଥିବା ଟଚ କରିପାରୁନଥିବା ସେମିତି ଜିନିଷକୁ କଣ କୁହାଯାଏ ନା abstract noun। ତାହେଲେ ଆର ଡେଫିନେସନ କଣ ନା it is defined as it is defined as the noun only can feel not touch। ଜିନିଷକୁ ଟଚ କରିବ ତ କେବଳ ଫିଲ୍ କରିବ ତାକୁ କଣ କୁହାଯାଏ ନା କଣ ଆମ abstract noun ରେ କଣ ହେଇଗଲା ନା ଏକ୍ସାମ୍ପଲ ଆମେ ଗୋଟେ କିଛି ଥିଙ୍କ କଲେ ଥିଙ୍କ ଟା କଣ ହେଇଗଲା ନା abstract noun। ଗୋଟେ ପବନ ଦେଲା ଏଇଆ ତ ଆମ ଦେହରେ ବାଜିଲା ଫିଲ୍ ହେଲା କିନ୍ତୁ ସେଇଟା ଆମେ ମାନେ ଇଏ ଟଚ କରିପାରିଲେନି ସେଇଟା କଣ ହେଇଗଲା ନା abstract noun ଟା ବୁଝିପାରିଲେ। ତାହେଲେ ଏବେ କଣ ପଢିବା ନା କାଉଣ୍ଟେବୁଲ ନାଉନ୍ ଆମକୁ କାହାକୁ କୁହାଯାଏ କଣ 4 ନମ୍ବରରେ ପଢିବା କଣ ନା କାଉଣ୍ଟେବୁଲ ନାଉନ୍। କାଉଣ୍ଟେବୁଲ ନାଉନ୍ 4 ନମ୍ବରରେ ପଢିବା କଣ କାଉଣ୍ଟେବୁଲ ନାଉନ୍। କାଉଣ୍ଟେବୁଲ ନାଉନ୍ ରେ ଆମକୁ କଣ କରିବା ନା ଯୋଉ ଗୁଡିକ କାଉଣ୍ଟ କରି ହଉଥିବ। ଏକ ଧର କିଛି ଗୁଡିଏ କେତେ ଗୁଡିଏ ଲୋକ ଅଛନ୍ତି ତାକୁ ଆମେ କାଉଣ୍ଟ କରିବା ଗୋଟେ ଜାତି ବା ଗୋଟେ ସଂଘରେ କେତେ ଗୁଡେ ଲୋକ କାଉଣ୍ଟ କରିବା ସେଇଟା କଣ ହେଇଗଲା ନା କାଉଣ୍ଟେବୁଲ ନାଉନ୍। ନଈରେ କେତେ ପାଣି ଅଛି ତମେ ଗଣିପାରିବ ନା ଗଣିପାରିବନି। ତାହେଲେ ସିଏ କଣ ନା ଅନକାଉଣ୍ଟେବୁଲ ନାଉନ୍। ତାହେଲେ କେତେ ତମ ଥାଳିରେ କେତେ ଭାତ ଅଛି ତମେ ଗଣିପାରିବ ନା ଗଣିପାରିବ ନାହିଁ। ତ ସେଇଟା କଣ ହେଇଗଲା ନା ଅନକାଉଣ୍ଟେବୁଲ। କାଉଣ୍ଟେବୁଲ ନାଉନ୍ ତାହେଲେ କଣ ନା କେତେଟା ଗିଲାସ ସେଠି ଥୁଆ ହେଇଛି କେତେଟା ତାଟିଆ ଏଠି ଥୁଆ ହେଇଛି କେତେଟା ମାନେ କଣ ଜିନିଷ ଅଛି କେତେଟା ଖଟ ପଡିଛି କେତେଟା ଗାଡି ଅଛି କେତେଟା ଲୋକ ଅଛନ୍ତି ଏଗୁଡା କଣ ହେଇଗଲା କାଉଣ୍ଟେବୁଲ ନାଉନ୍ ନା it is defined as those are counted is known as countable noun। କାଉଣ୍ଟେବୁଲ ନାଉନ୍। କାଉଣ୍ଟେବୁଲ ଗୋଟେ ଉଦାହରଣ କହିପାରିବା ନା କଣ ନା some chairs, some tables
ଓଲଟାଟା କଣ ଆମ ନା ଅନକାଉଣ୍ଟେବୁଲ ନାଉନ୍। ଅନକାଉଣ୍ଟେବୁଲ ତାହେଲେ କାହାକୁ କହିବି ଆମର ଅନକାଉଣ୍ଟେବୁଲ ନାଉନ୍। ଅନକାଉଣ୍ଟେବୁଲ ନାଉନ୍ ଆଗରେ ଆମକୁ କୁହାଯିବ ନା ଇଟ୍ ଇଜ ଡିଫାଇନ୍ଡ ଆଜ୍ ଦୋଜ ଆର୍ ନନ୍ କାଉଣ୍ଟେଡ। ନନ୍ କାଉଣ୍ଟେଡ ଇଜ ନୋନ୍ ଆଜ୍ କଣ ନା ଅନକାଉଣ୍ଟେବୁଲ ନାଉନ୍। ଯୋଉ ଗୁଡିକ ଆମର କାଉଣ୍ଟ କରିବାର ନଥିବ ତାକୁ କୁହାଯାଏ କଣ ନା ଅନକାଉଣ୍ଟେବୁଲ ନାଉନ୍। ତାହେଲେ ଏକ୍ସାମ୍ପଲ ଦେବା କଣ କହିଲ ଏ ରିଭର ହେଇଗଲା। ଏ ବଟଲ ଅଫ ସ୍ୟାଣ୍ଡ ବାଲି। ଏ ଜଗ ଅଫ ସୁଗାର। ଏ ସ୍ପୁନ ଅଫ ସଲ୍ଟ। ଏଗୁଡିକ ଆମେ କଣ କରିବା ନା ଗଣି ପାରିବାନି। ତାହେଲେ ଏଗୁଡା କଣ ହେଇଗଲା ନା କଣ ନା ଆମର ଅନକାଉଣ୍ଟେବୁଲ ନାଉନ୍। ଅନକାଉଣ୍ଟେବୁଲ ନାଉନ୍ ପରେ କେତେଟା ଗଲା ଆମର ପାଞ୍ଚରେ ଏଟା ଗଲା। ଛଅଟା ଟାଇପ ମୁଁ କହିଛି ଛଅଟା ଟାଇପ ଆଜି ପଢିବା। 9 ନମ୍ବର ଟାଇପରେ ଆମର କଣ ରହିଲା ନା କଲେକ୍ଟିଭ ନାଉନ୍। କଣ ରହିଲା 6 ଟାଇପରେ କଣ ରହିଲା ନା କଲେକ୍ଟିଭ ନାଉନ୍। କଲେକ୍ଟିଭ ନାଉନ୍ କାହାକୁ କୁହାଯାଏ ନା ଗୋଟେ ମାନେ ହେଇଗଲା କଣ ନା ଗୋଟେ ଗୋଟେ ଜାତି ଧର୍ମ କହିଲେ ହବନି ଗୋଟେ ସଂଘ ହେଇଗଲା ଗୋଟେ ଟିମ୍ ହେଇଗଲା ଗୋଟେ କୋଉଠି ଯୋଉଠି ପୁଳେ ଲୋକ ମିଶିକି ଥିବେ ବା ଗୋଟେ ଗୋଟେ ଗୋଷ୍ଠୀର ଗାଈ ଫାଇ ଥିବେ ଗୋଟେ ଗୁହାଳ ଭିତରେ କି କୋଉଠି ଥିବେ ସେଟା ଗୋଟେ କଣ ହେଇଯିବ ନା କଲେକ୍ଟିଭ ନାଉନ୍। କଲେକ୍ଟ କରାହେଇକି ବୁଝିବ ତାହେଲେ କଣ it is defined as those are in a team or a collective part collective part। ତାହେଲେ ଆମର କଣ ହେଇଗଲା ଏଠି ଏକ୍ସାମ୍ପଲ ରେ କଣ ହେଇଗଲା ନା ଏ ଟିମ୍ ପ୍ଲେୟର ସେମ୍ ସେଣ୍ଟେନ୍ସ ଟିମ୍ ପ୍ଲେୟାର। ଟିମ୍ ଟା ଆମର କଣ ହେଇଗଲା ନା କଲେକ୍ଟିଭ ନାଉନ୍ ହେଇଗଲା କଣ ନା ଟିମ୍। ଏ ଭିଡିଓ ମାନେ ନାଉନ୍ ଆଜି ପଢିଲେ ନେକ୍ସଟ ଭିଡିଓରେ ପଢିବା ଆଉ କିଛିଟା ଆଉ ଦି ତିନିଟା ମାନେ ଅଲଗା ଟାଇପ ମାନେ ଏଇଟା ନୁହଁ ଆଡଭାନ୍ସ କିଛିଟା ଟାଇପ ଅଛି ସେ ଟାଇପ ବିଷୟରେ ଆମେ ପଢିବା। ଆଉ କିଛିଟା ନାଉନ୍ ର ଆଡଭାନ୍ସ ଜାଣିବା ଆଉ କଣ ନା କେମିତି ନାଉନ୍ ଦ୍ଵାରା ବାକ୍ୟକୁ କରେକ୍ସନ କରାହୁଏ ସେଇଟା ବି ନେକ୍ସଟ ଭିଡିଓରେ ପଢିବା। ତାହେଲେ ଏଇଭଳିଆ ଭିଡିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ମୋ ଚ୍ୟାନେଲରେ ଯୋଡିଏ ରୁହନ୍ତୁ। ଏଇଭଳିଆ ନୂଆ ନୂଆ ଭିଡିଓ ଆଣିବି ଆଉ ଗୋଟେ ସେକେଣ୍ଡ ବାହାର କରି ଭିଡିଓରୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଆପଣ କାରଣ ଆପଣ ଗୋଟେ ସବସ୍କ୍ରାଇବ ମତେ ନୂଆ ଭିଡିଓ କରିବାର ପ୍ରେରଣା ଦେଇଥାଏ। ଧନ୍ୟବାଦ।